ହେଲନି ରେ ବାଳୁଙ୍ଗା ହେବୁ ତମ ବାଳୁଙ୍ଗା ହେଇକି ଜନ୍ମ ହେଇଛି ଅଲରେଡି। ତ ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ସମସ୍ତଙ୍କୁ କେମିତି ଅଛନ୍ତି? ସମସ୍ତେ ଭଲରେ ଅଛନ୍ତି ତ ଆଶା କରୁଛି ସମସ୍ତେ ସେମିତି ଭଲରେ ଥିବେ। ତ ଗାଇସ୍ ଆଜି ହେଲା ଗୋଟେ ସଣ୍ଡେ। ତ ଆଜି ସଣ୍ଡେର ଗୋଟେ ଫାଷ୍ଟ ପ୍ରୋଗ୍ରାମ୍ ହେଲା ଯେ ମୋତେ ଅଲରେଡ଼ି ମୋ ନାନୀ ଯିଏକି ମୋ ପିଇସି ନାନୀ ଅଲରେଡ଼ି ମୋତେ ସକାଳୁ କହିସାରିଲାଣି ଯେ ବାବୁରେ ତୁ ଯାହା କରୁଛୁ କର ଆଜି ଦିନ ଯାକ, ତୋର କିଛି ବି କାମ ନାହିଁ, ଯଦି କାମ ରଖିଛୁ କାମ ସାରିକି ଯାହା କରୁଛୁ କର, ମୋ ପାଇଁ ଟିକେ ଆଜି ଚିକେନ୍ ଆଣେ, ଆଉ ଚିକେନ୍ ଆଣିକି ତୁ ନିଜେ ରୋଷେଇ କରିବୁ, ନିଜେ ରୋଷେଇ କରିକି ତୁ ଆଜି ଚିକେନ୍ ରୋଷେଇ କରିକି ଆମକୁ ଖାଇବାକୁ ଦେବୁ। ତ ମୁଁ ଟିକେ ମୋ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ମୁଁ ମୋ କାମ ସାରିକି ଅଲରେଡ଼ି ଫ୍ରେଶ୍ ହେଇକି ଅଲରେଡ଼ି ବାହାରିଛି କୁଆଡ଼େ ନା ମାର୍କେଟ। ଆଉ ମାର୍କେଟକୁ ଯିବି, ମାର୍କେଟକୁ ଯାଇକି ବାହାରେ ଟିକେ ମେଘୁଆ ପାଗ ବି କରିଛି, ମେ ବି ବର୍ଷା ହେଇପାରେ ଲାଗୁଛି, କିନ୍ତୁ ଦେଖିବା ଯିବା। ତ ଗଲା ପରେ ଜଣାପଡ଼ିଯିବ ଯେ ବର୍ଷା ଆକ୍ଚୁଆଲି ହେବ ନା ହେବନି। ଯଦି ବର୍ଷା ନହେଲା ତ ଭଲ କଥା, ଯାଇକି ଆରାମସେ ଚିକେନ୍ କିଣିକି ଧରିକି ଆସିକି ଚିକେନ୍ଟା ରୋଷେଇ କରିକି ଆଗ ଖାଇବାକୁ ଦେଇଦେବି, ତାପରେ ଯାଇକି ଟିକେ ଶାନ୍ତି, ନହେଲେ ଗୋଟେ ଗାଳି ବି ତଳେ ପଡ଼ିବନି। ତ ଯେମିତି ହେଲେ ବି ମୋ କାମ ସାରିକି ଏନି ମୋମେଣ୍ଟ ଯାଇକି ଚିକେନ୍ ଧରିକି ଆସିବି। ତ ଗ୍ୟାସ୍ ଚାଲ, ଆଉ ଭିଡ଼ିଓଟି ପୁରା ଫୁଲ୍ ଦେଖ, ବହୁତ ଏନ୍ଜୟ କର, ଆଉ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବ ହେଲା। ସାହୁ ଭାଇନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ମୁଁ ଜାଣିନି ସବସ୍କ୍ରାଇବ୍ ହେବା ଦରକାର। ଓକେ, ଆଉ କମେଣ୍ଟ ଦେବ ଯେ ଭିଡ଼ିଓଟି କେମିତି ଲାଗିଲା, କେମିତି ନାହିଁ, ନିହାତି 100% କମେଣ୍ଟରେ ଜଣାଇବ। ଓକେ ଚାଲ ଯିବା ଚିକେନ୍ ପାଇଁ। ବାହାରକୁ ଆସିଲା ପରେ ପାଗଟା ପୁରା ମନସୁନ୍ ପାଗ ଦେଇଛି, ବର୍ଷା ବି ଉଠେଇଛି, ଫାଇନାଲି ବର୍ଷା ବି ଟିକେ ଟିକେ ପକଉଛି। ତ ଯାହା ବର୍ଷାଟା ବି ଫାଇନାଲି ମାନେ ଏମିତି ହଇରାଣ କଲା, ପାଖାପାଖି ଘଣ୍ଟାଟା କାଳ ଠିଆ ହେଇଗଲୁ। କି ଜୋରେ ବର୍ଷା ହେଉଛି ନା। ବର୍ଷା ଟାଇମ୍ରେ ବାହାରିଲି ଚିକେନ୍ ଆଣିବା ପାଇଁ, ବର୍ଷାଟା ଏମିତି ହେଲା ସବୁଆଡ଼େ ପାଣି। ତ ଗାଇସ୍ ବର୍ଷା କମିଲା ପରେ ବର୍ତ୍ତମାନ ମୁଁ ଆସିକି ପହଞ୍ଚିଗଲି କେଉଁଠି ନା ଆମର ରସୁଲଗଡ଼ ପାଖରେ ଦୁର୍ଗା ମଣ୍ଡପ ପାଖରେ ଗୋଟେ ଅଛି କେଜିଏନ୍ ଚିକେନ୍ ସେଣ୍ଟର। ତ ଏଇଟା ଗୋଟେ ଭାଇର ଚିକେନ୍ ସେଣ୍ଟରଟା। ତ ଏଇ ଚିକେନ୍ ସେଣ୍ଟରରେ ଆସିକି ପହଞ୍ଚିଲା ପରେ ଅଲରେଡ଼ି ଘର ପାଇଁ ଟିକେ ଚିକେନ୍ ନେଇଗଲା ପରେ ମୁଁ ଘରକୁ ଯିବି। ଆଜି ଅଲରେଡ଼ି ମୁଁ ମୋ କାମ ସବୁ ବନ୍ଦ କରିଦେଇଛି। ଆଉ ବନ୍ଦ କରିକି ମାନେ ଯିବି କ'ଣ ନା ଘରେ ଟିକେ ଆଜି ଚିକେନ୍ ରୋଷେଇ ହେବ। ଚିକେନ୍ ରୋଷେଇ ହେଲା ପରେ ଟିକେ ଫ୍ୟାମିଲି ଭିତରେ ଟିକେ ମସ୍ତି ହେବ। ମସ୍ତି ହେଲା ପରେ ଦେନ୍ ଆଜି ଗୋଟେ ମୁଭି ଗୋଟେ ପ୍ଲାନିଂ କରୁଛି ଯିବି ବୋଲି। ଦେଖିବା ଆଜି ବର୍ଷା ଉପରେ ଡିପେଣ୍ଡ କରୁଛି, ବର୍ଷା ହେଲେ ଯିବି ନା, ବର୍ଷା ଯଦି ନହେଲା ତାହେଲେ ଯିବି। ଠିକ୍ ଅଛି। ତ ଭାଇ 1.5 କିଲୋ ଚିକେନ୍ ଦେବ ହେଲା, ପୁରା କଣ୍ଟା ପିସ୍ ଦେଖିକି ଦେବ। ହେଉଛି ତ ଆଉ କ'ଣ। ଆଳୁ ଦେଇଦିଅ କିଲୋ, ଆଉ ପିଆଜ କିଲୋ, ଆଳୁ କିଲୋ ଦେଇଦିଅ, ଆଉ ଭଲ ଆଳୁ ଦେଖିକି ଦିଅ। ଧନିଆ ପତ୍ର ବିଡ଼ାଟା ଦେବ, ରସୁଣ ବି ଦେଇଦେବ। ହଉ ରସୁଣ 250 ଦେଇଦିଅ। ତ ଗାଇସ୍ ଫାଇନାଲି ମାର୍କେଟରୁ ସବୁ ଜିନିଷ କିଣାକିଣି କରିକି, ବହୁତ ଗରମ ବର୍ଷା ହେଉଥିଲା, ବର୍ଷା ପରେ ବି ମାନେ ସାଙ୍ଗେ ସଡ଼ନ୍ ଖରା ହେଲା ଯେ ଏତେ ଗରମ ମୁଣ୍ଡ ଖରାପ ହେଇଯାଉଛି। ମାନେ ଫାଇନାଲି ଯାହା ହଉ ସବୁ କିଣାକିଣି କରିକି ଆସିକି ପହଞ୍ଚିଗଲି ରୁମ୍ରେ ପହଞ୍ଚି ସାରିକି ଷ୍ଟପ୍। ଓହୋ ଫ୍ୟାନ୍ଟା ଭୁଲରେ। ତ ଗାଇସ୍ ଏବେ ଆକ୍ଚୁଆଲି ପୁଣି ଏବେ ଗଲେ ଟିକେ ପ୍ୟାଣ୍ଟ ସାର୍ଟ ବଦଳେଇକି ପୁଣି ଟିକେ ଘରୋଇ ଡ୍ରେସ୍କୁ ଆସିକି ପୁଣି ରୋଷେଇବାସରେ ଲାଗିଯିବା। ଆଉ ଟାଇମ୍ ଏବେ ଅଲରେଡ଼ି ଖାଇବା ଟାଇମ୍ ହେଇଗଲାଣି, କିନ୍ତୁ ତଥାପି ଟିକେ ଜଲ୍ଦି ରୋଷେଇ କରିକି ଆଗକୁ ମାଡ଼ି ଚାଲିବା। ତ କ'ଣ କରୁଛ? ପିଆଜ କାଟ, ପିଆଜ କାଟ। ଧରିବ ତ କେତେ କ'ଣ ରୋଷେଇ କରିଦେଇଛୁ ସକାଳେ? ପନିର ପୋଟଳ, ଆହୁରି ଛତୁ ବେସର, ଆଉ କଲରା ଭଜା, ଆଉ ଏଇଟା ଗୋଟେ କରାହେଇଛି ଡାଲମା। ନାଇଁ ଡାଲମା ନୁହଁ, ସମ୍ବର। ଆଉ ଇଟିଲି କାଇଁ? ଇଟିଲି ସରିଯାଇଛି, ତୁ ଖାଇଗଲେ ତ ଇଟିଲି କରାହବ। ତୁ ଚିକେନଟା ଧୋଇବୁ ନା ପିଆଜଟା କାଟିବୁ? ମୁଁ ଚିକେନ ଧୋଇବିନି, ମତେ ଅସନା ଲାଗେ ଚିକେନ ଧୋଇବାକୁ। ତାହେଲେ ପିଆଜଟା କାଟିବୁ? ନାନୀ ପିଆଜ କାଟିଦେବେ। ତାହେଲେ ମୁଁ ଚିକେନଟା ଧୋଇଦେବି। ହଁ ତୁ ଚିକେନଟା ଧୋଇଦେ, ମୁଁ ଏଇଟା କଥା କହିବି ହେଲା। ଆଉ
ଆଜିର ରୋଷେଇଆ ମିସ୍ ନଳିନୀ ଝିଅ ଏଇ ଝିଅ ଆ ଟିକେ ଚିକେନଟା ଚିକେନଟା ଧୋଇଦେ ଝିଅ ଟିକେ ଚିକେନଟା ଧୋଇଦେ ଚିକେନଟା ଧୋଇଦେ ଟିକେ ଧୋଇଦେ ଟିକେ ଏଇଟା ଘର ଭିତର କଥାଟା ଆସେ ଆସେ ଟିକେ ଚିକେନ ଧୋଇଦବ ମତେ ଟିକେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ତୁ ଯିବୁ କି ଅଗଷ୍ଟ 15 କୁଆଡେ ଦିଲ୍ଲୀ ଦେଖିବାକୁ ଅଗଷ୍ଟ 15 ଦିଲ୍ଲୀ ଯିବି ସ୍ପନ୍ସରସିପ ମିଳିଲେ ମୁଁ ଯିବି ଏଠି ଟିକେଟ ଫିକେଟ ଖର୍ଚ୍ଚ ବାର୍ଚ୍ଚ ସବୁ ମିଳିଗଲେ ସ୍ପନ୍ସରସିପ ମୁଁ ପଳେଇବି ଦିଲ୍ଲୀ କଣ ଆମେରିକା ଚାଲୁ କିଛି ଅସୁବିଧା ନାହିଁ ମୋର ତେଲ ନହେଲେ ପରେ ପଡ଼ିବ तो गैस बर्तमान पियाजटा पूरा मिसी आसलानी तापरे आमर चिकेनटा भी पूरा मैरिनेट करके रखा ऑलरेडी गैस मसला ऑलरेडी अधादी ऊपर कषा चली आमती देखा कौन ना समस्त कमेंट जना पूरा अलग प्रकार चलती रोषे आज पूरा संडे स्पेशल आउ जो जो मैंने सब चिकेन खाया भल पाओ कमेंट करो कमेंट लिख चिकेन खाया किए भल पाओ किए मटन खाया भल पाओ किए कौन आइस खाया भल पाओ कमेंट लिख नॉनभेज किए कौन पसंद करो आज हूँ स्पेशल साहू भाईनार हांडी शाल साहू भाईनार हांडी शाल आज चिकेन रोषे भी अच्छी रोषेईटा करा कि प्रबल परिश्रम मत रोषे मुझे भल कै कि परिश्रम प्रबल गरम अलग प्रकार हो गैस पाखे ठेला बेलू पूरा विरक्ति लगी आलू 2-3टा काटी दौन रोषेईटा आज जबरदस्त हम मसलार जना पड़ बास्ना मस्त हो तो गैस मसलाटा कषिगला बर्तमान मुझे आलू पकई देती आलू को बर्तमान मसलार पकई घंटा हो आलूटा कषा हो गला चिकेनटा ना पड़ो तू कौन से खाईदेलु आज रविवार तू आइंस खाइबुन ना आज हूँ साहू भाईनार हांडी शाल है जो तू चिकेन खाइबुटी खाइबुनी खाइबु तो गाइस मसलाटा पूरा चिकेन सहित मिलला टिके समय बसला बर्तमान आम चिकेनटा पूरा रेडी हो पूरा सेटिंग हो तो फाइनाली रोषे सरीगला रोषे सरला ऑलरेडी नानी बढ़ाबड़ी करुँच भात भी ऑलरेडी बढ़ा हो गला तो ये मो भौणी बसिक खाइबू आठी बर्तमान खियाखी करूँ चिकेनटा आसले जना पड़ो रोषेईटा केमती देखिए खाई जना पड़ा छतुटा कर देखिए छतुटा केमती जहाँ को छतु बेसरटा है मो फेवरेट मंगा लगे छतु बेसरटा खाया झील जल्दी आने सरीगला 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 चिकेन आसिक पहुँचीगला चिकेनटा खाई कहलु केमती खाई कह केमती लगुच कौन सत कह ना आग मिछ कह सत आग मिछ कहबी बढ़िया लगुच भाई सतटा कह सतटा तू बुझी जा
ଭଲ ହେଇଛି ଭଲ ହେଇଛି। ଭଲ ହେଇଛି ମୁଁ ଭଲ ରାନ୍ଧେବା। କଣ କହୁଛୁ ତାହେଲେ ଝିଅ ଦେଖା ହବ? ଝିଅ ମୁଁ ଦେଖିଦେଇଛି। ଦେଖିଦେଇଛୁ ଝିଅ? ଜମା ଦେଖିଛୁ ତ ଝିଅ ଦେଖିଦେଇଛି। ଏ ବାହା ହଉଛି ତାହେଲେ? ସ୍ୱପ୍ନରେ ଦେଖିଦେଇଛି ମାନେ ଆଖିରେ ଦେଖିନି। ଆଉ ଖାଲି ଟିକେ ରାଗ ହେଇଥାନ୍ତା। ରାଗ ଲଙ୍କା ନାହିଁ ସରିଗଲା। ଏଇବା ଲଙ୍କା ଖାଇଦେ। ଏଇ ଚକଡ଼ିବା ଲଙ୍କା ନହେଲେ ମୋର ଯିବନି। କଞ୍ଚା ଲଙ୍କା ଖାଇଦେ। ଶହୀଦନଗର ଗୋଟେ ରେଷ୍ଟୁରାଣ୍ଟ ଅଛି ଜାଣିଛୁ ନା ତା ନାଁ କ'ଣ? କଞ୍ଚା ଲଙ୍କା। ରେଷ୍ଟୁରାଣ୍ଟ ନାଁ ହେଉଛି କଞ୍ଚା ଲଙ୍କା। ମିର୍ଚି ମସଲା ଆଉ ସେ ଲଙ୍କା ଡାଲଚିନି ଡାଲମା ସେଠି ଯେ ଖାଇବାକୁ ଦଉଛି ସେ ଦେଖିବାକୁ ମସ୍ତ, ଖାଇବାଟା ବି ତାର ମସ୍ତ। ଝିଅଟେ ପୁଅ ମାନେ ଆଉ ହେଲନି ରେ। ବାଳୁଙ୍ଗା ହେଇଗଲୁ। ତମ ବାଳୁଙ୍ଗା ହେଇକି ଜନ୍ମ ହେଇଛି ଅଲରେଡି। କିଛି ହବାର ନାହିଁ। ତ ଗାଇସ୍ ବର୍ତ୍ତମାନ ଖାଇସାରିଲା ପରେ ବର୍ତ୍ତମାନ ନିଦ ମାନେ ସାଂଘାତିକ ନିଦ। ଆଉ ଶୋଇକି ଟିକେ ଉଠିବି। ଶୋଇକି ଉଠି ସାରିଲା ପରେ ଆମ ଝିଅ କହୁଛି ଟିକେ ନାଲି ଶାଢ଼ୀ ଗୀତରେ ରିଲ୍ସ କରିବା ପାଇଁ, ତ ଟିକେ ରିଲ୍ସ ବି ତା ସହିତ କରିବି। ରିଲ୍ସ ଟିକେ ତା ସହିତ କରିଦେଲା ପରେ ଆମେ ଭାଇ ଭଉଣୀ ବାହାରିବୁ କୁଆଡ଼େ ନା ଟିକେ ଫିଲ୍ମ ଦେଖିବାକୁ। ଝିଅ କହୁଥିଲା କ'ଣ ରକଷ୍ଟାର ମୁଭି ପଡ଼ିଛି, ରକଷ୍ଟାର ମୁଭି ଦେଖିବାକୁ ଯିବା ବୋଲି। ତ ଦେଖିବା କ'ଣ ହେଉଛି କ'ଣ ନାହିଁ। ତ ଚାଲ ଦେଖିବା କ'ଣ ହେଉଛି କହୁଛି। ଯାହା ହବ ହବ ଆଉ କ'ଣ, ଏଇଟା ଗୋଟେ କଥା। ଯାହା ହବ ଦେଖାଯିବ। ଯିବା ଟିକେ ବୁଲାବୁଲି କରିଦେବା, ସଣ୍ଡେଟା ଟିକେ ଏନ୍ଜୟ କରିଦେବା। ସଣ୍ଡେଟା ଏନ୍ଜୟ କରିକି ପଳେଇ ଆସିବା ରୁମ୍କୁ। ରୁମ୍ରେ ପୁଣି ଫ୍ରେଶ୍ ହେଇକି ପୁଣି ଯିବା ହାରି କେଉଁଠିକି ନା ଫିଲ୍ମ ଦେଖିବାକୁ। ଫିଲ୍ମ ଦେଖିକି ପୁଣି ରାତିରେ ଫେରିକି ପୁଣି ଖାଇଦେବି, ପୁଣି ଶୋଇପଡ଼ିବି, ପୁଣି ସକାଳୁ ଉଠିକି ମୋ ଜବ୍କୁ ପଳେଇବି। ଏଇ ତ ଜୀବନ।